ଆଜିର ଅପଡେଟ୍ ଯାହାକି ମୟୂରଭଞ୍ଜିତ ଯେଉଁ ସୁନାପୋଷି ଗ୍ରାମର ଲୋକମାନଙ୍କୁ ଯେଉଁ ଜେଲକୁ ନିଆଯାଇଥିଲା, ଗୋଟିଏ ନାବାଳିକାକୁ ଧର୍ଷଣ ପାଇଁ ଯେଉଁ ପ୍ରୟାସଟି କରାଯାଇଥିଲା ଲୋକଟି କରିଥିଲେ, ଆଉ ତା ପାଇଁ ନ୍ୟାୟ ମାଗିବାକୁ ଗ୍ରାମ ଲୋକ ଯାଇଥିଲେ। ଆଉ ସେ ନାବାଳିକାଙ୍କ ପାଇଁ ନ୍ୟାୟ ମାଗିବା ବଦଳରେ ସେମାନେ ଓଲଟା ପୋଲିସଙ୍କଠୁ ମାଡ଼ ଖାଇଥିଲେ ଆଉ ତାଙ୍କୁ ଜେଲ୍ ମଧ୍ୟ ନିଆଯାଇଥିଲା। ତ ସେଇ 34 ଜଣଙ୍କୁ ଯେଉଁ ଜେଲ୍ ନିଆଯାଇଥିଲା ତାଙ୍କୁ ବିଭିନ୍ନ ପ୍ରକାର ଦଫା ଲଗାଯାଇଥିଲା। ତ ଦୁଃଖର ବିଷୟ, ଆପଣମାନେ ସବୁବେଳେ ଦେଖୁଛନ୍ତି ଯେ ନାବାଳିକାମାନଙ୍କୁ ଧର୍ଷଣ କରିକି ବା ଦୁଷ୍କର୍ମ କରିକି ମର୍ଡ଼ର କରାଯାଉଛି। କିନ୍ତୁ ଆଜି ଯେଉଁ ଘଟଣାଟି ଆପଣମାନେ ଦେଖୁଛନ୍ତି, ସେ ପିଲାଟି ଜୀବିତ ଅଛନ୍ତି। ତ ମୁଁ ଚାହୁଁଛି ଯେ ସମସ୍ତଙ୍କ ସହଯୋଗରେ ତାଙ୍କୁ ଯଦି ନ୍ୟାୟ ଦିଆଯାଏ ତାହେଲେ ଏକ୍ଜାମ୍ପଲ୍ ସୃଷ୍ଟି ହୋଇଯିବ ବା ଉଦାହରଣ ତିଆରି ହୋଇଯିବ। ଏଇଟା ସମସ୍ତଙ୍କ ସହଯୋଗ ଦରକାର। ମୟୂରଭଞ୍ଜ ଆଦିବାସୀ ଏକତା ମଞ୍ଚ ରାଣପୁର कमेटी बनाव करना और कमेटी होते थे कहीं भी जाति ना इदी करते सनाम हर को चिरगल के होना और बाबन गटी बंद लेकर चले हरावन सफल किया नवा खातिर थे खाली सनाम को सराह बना साथे मत आज बहुत खुशी लगुच तेज अड़ी खुशी बुझे आदिवासी को मेसा कना और बढ़त करी विरोध को लड़े का तबे बाकी था लोग पुलिस को लगा चेक